आकाशवाणी संवाद पढ़ुछंती चंदन घोष। मुख्य संवाद देश में गणतांत्रिक प्रक्रिया को सुरुखुरे संपन्न करने उद्देश्य राज्यपाल माने केन्द्र और राज्य मध्य उत्तम समन्वय रक्षा करने उपरे गुरुत्वारोप कले राष्ट्रपति द्रौपदी मुर्मू। देशर कृषक मानक कल्याण लगी सरकार प्रतिश्रुतिबद्ध कहिले कृषि और कृषक कल्याण मंत्री शिवराज सिंह चौहान। चलित आर्थिक वर्षर जुलाई 31 तारिख सुधा रेकर्ड परिमाण 7 कोटी 28 लक्ष आयकर रिटर्न फाइल करा जायछि। प्यारिस ओलंपिक्स रे हॉकीर पूल बी मैच रे ऑस्ट्रेलिया को 3-2 गोल रे परास्त कला भारत एवं कोलंबो रे चलिथिबा एक दिवसीय आंतर्जातिक क्रिकेट मैच रे भारत सम्मुख रे 231 रन रो विजय लक्ष्य धार्य रखिला श्रीलंका। देश में गणतांत्रिक प्रक्रिया को सुरुखुरे संपन्न करने लगी विभिन्न केन्द्रीय संस्थागुड़िक राज्य सहित उत्तम समन्वय रक्षा कर कार्य करने उपरे राष्ट्रपति द्रौपदी मुर्मू गुरुत्वारोप କରିଛନ୍ତି। आज राष्ट्रपति भवन में राज्यपाल सम्मेलन को उद्घाटन कर से କହିଛନ୍ତି। राज्यर सांविधानिक मुख्य हिसाब से यह समन्वय को प्रोत्साहित करने लगी श्रीमती मुर्मू राज्यपाल मानक परामर्श देइଛନ୍ତି। से कहते गरीब सीमावर्ती अंचल वंचित वर्गों समेत विकास यात्रा रे पछुआ थिबा लोकों विकास को सरकार सर्वाधिक प्राथमिकता देउଛନ୍ତି। अनुसूचित जनजाति अंचल रे आदिवासी जनसंख्यार एक बड़ भाग बसवास करुवा दृष्टि संपृक्त अंचल रे जनसाधारण सामग्रिक विकास लगी उपाय तथा परामर्श देवाकू से राज्यपाल मानकू अनुरोध कर। राष्ट्रपति कहते अपराधिक न्याय संपर्कित 3टी नूतन आईन कार्यकारी हेबा परे देश में न्याय व्यवस्थार एक नूतन युग आरंभ होइछि। भारतीय न्याय संहिता, भारतीय नागरिक सुरक्षा संहिता और भारतीय साक्षी अधिनियम भली आईनर नामरू आम चिंताधारा परिवर्तन स्पष्ट होइछि बोली श्रीमती मुर्मू कहछन्ती। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ପ୍ରଭାବଶାଳୀ ସେତୁର ଭୂମିକା ଗ୍ରହଣ କରିବା ଏବଂ ଗରିବ ଲୋକଙ୍କୁ ସହଯୋଗ କରିବା ସକାଶେ ବିବିଧ ପଦକ୍ଷେପ ନେବା ଲାଗି ରାଜ୍ୟପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ରାଜ୍ୟପାଳ ପଦ ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଯାହା ସମ୍ବିଧାନର ଢାଞ୍ଚା ଅନୁଯାୟୀ ଜନସାଧାରଣ ବିଶେଷକରି ଆଦିବାସୀମାନଙ୍କ କଲ୍ୟାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅବସରରେ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଏବଂ ଉନ୍ନୟନମୂଳକ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ସହିତ ଭାଇବ୍ରାଣ୍ଟ ଗ୍ରାମ ଓ ଆକାଂକ୍ଷୀ ଜିଲ୍ଲା ଗସ୍ତ କରିବାକୁ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଛନ୍ତି। ଦେଶର କୃଷକମାନଙ୍କ କଲ୍ୟାଣ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। କୃଷକଙ୍କର କଲ୍ୟାଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର ଚଳିତ ବଜେଟ୍ରେ 1,32,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରିଛନ୍ତି, ଯାହାକି 2013-14 ଆର୍ଥିକ ବର୍ଷ ଲାଗି ବଜେଟ୍ରେ ଏଥିଲାଗି ବ୍ୟୟବରାଦ ଅର୍ଥର ପରିମାଣଠାରୁ 27,000 କୋଟି ଟଙ୍କା ଅଧିକ। ରାଜ୍ୟସଭାରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର କାର୍ଯ୍ୟଶୈଳୀ ଉପରେ ଚାଲିଥିବା ଆଲୋଚନାର ଉତ୍ତରରେ ସେ ଏହା କହିଛନ୍ତି। ଶ୍ରୀ ଚୌହାନ କହିଛନ୍ତି ସରକାର ଜଳସେଚନ ଉପରେ ଅଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରୁଥିବାରୁ 2023-24 ବର୍ଷରେ ରେକର୍ଡ ପରିମାଣ 329 ମିଲିୟନରୁ ଊର୍ଦ୍ଧ୍ୱ ଟନ୍ର ଖାଦ୍ୟଶସ୍ୟ ଉତ୍ପାଦନ ହୋଇପାରିଛି। ଏହାଛଡ଼ା ଡାଲି ଜାତୀୟ ଫସଲର ଉତ୍ପାଦନ ବୃଦ୍ଧି ଦିଗରେ ମଧ୍ୟ ସରକାର ବିବିଧ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। କୃଷିମନ୍ତ୍ରୀ କହିଛନ୍ତି 2013-14 ଆର୍ଥିକ ବର୍ଷରେ ୟୁପିଏ ସରକାରଙ୍କ ଅମଳରେ ମାତ୍ର 71,000 କୋଟି ଟଙ୍କା ସାର ରିହାତି ଆକାରରେ ପ୍ରଦାନ କରାଯାଉଥିବା ବେଳେ ବର୍ତ୍ତମାନର ସରକାରଙ୍କ ସମୟରେ ଏହି ପରିମାଣ 1,95,000 କୋଟି ଟଙ୍କା ଅତିକ୍ରମ କରିଛି। ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି କରିବା ସହିତ ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବା ଏବଂ ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବା ହେଉଛି ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ଶ୍ରୀ ଚୌହାନ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ 2021 ଏପ୍ରିଲ ମସିହାଠାରୁ ଆଜି ପର୍ଯ୍ୟନ୍ତ ସରକାର 1,03,000 କିଲୋମିଟରରୁ ଊର୍ଦ୍ଧ୍ୱ ଦୈର୍ଘ୍ୟର ରାସ୍ତା ନିର୍ମାଣ କରିଛନ୍ତି। ସେଥିମଧ୍ୟରୁ କେବଳ ଉତ୍ତରପ୍ରଦେଶରେ 16,000 କିଲୋମିଟରରୁ ଊର୍ଦ୍ଧ୍ୱ ରାସ୍ତା ନିର୍ମାଣ କରାଯାଇଥିବା ବେଳେ ମଧ୍ୟପ୍ରଦେଶରେ 9,295 କିଲୋମିଟର ରାସ୍ତା ନିର୍ମାଣ ହୋଇଛି। ଏହି ଯୋଜନା ଅଧୀନରେ ସେହି ସମୟ ମଧ୍ୟରେ ମୋଟ 17,949ଟି ରାସ୍ତା ଏବଂ 3,509ଟି ବ୍ରିଜ୍ ନିର୍ମାଣ ହୋଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ରାଜ୍ୟସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2024-25 ଆର୍ଥିକ ବର୍ଷର ଜୁଲାଇ 31 ତାରିଖ ସୁଦ୍ଧା ରେକର୍ଡ ପରିମାଣ 7 କୋଟି 28 ଲକ୍ଷ ଟଙ୍କା ଆୟକର ରିଟର୍ନ ଫାଇଲ୍ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତିରେ ଦର୍ଶାଯାଇଛି 2023-24 ଆର୍ଥିକ ବର୍ଷର ଏହି ସମୟ ତୁଳନାରେ ଚଳିତ ବର୍ଷ 7.5% ଅଧିକ ରିଟର୍ଣ୍ଣ ଫାଇଲ୍ କରାଯାଇଛି। ଏହାଦ୍ୱାରା ନୂତନ ଟିକସ ଦାଖଲ ନିୟମକୁ ଟିକସଦାତାମାନେ ଅଧିକ ମାତ୍ରାରେ ଆପଣେଇଥିବା ଜଣାଯାଇଛି। କେବଳ ଜୁଲାଇ 31 ତାରିଖ ଦିନ 69,92,000ରୁ ଅଧିକ ଟିକସଦାତା ସେମାନଙ୍କର ରିଟର୍ଣ୍ଣ ଫାଇଲ୍ କରିଛନ୍ତି ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଏହାଛଡ଼ା ଏହି ସମୟସୀମା ମଧ୍ୟରେ ପ୍ରଥମ ଥର ପାଇଁ 58,57,000 ନୂତନ କରଦାତା ସେମାନଙ୍କର ରିଟର୍ଣ୍ଣ ଫାଇଲ୍ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯିବା ଦ୍ୱାରା କରଦାତାମାନେ ନିର୍ଦ୍ଧାରିତ ଶେଷ ତାରିଖର ବହୁ ପୂର୍ବରୁ ନିଜର ରିଟର୍ଣ୍ଣ ଦାଖଲ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ବର୍ଷ ଅଗଷ୍ଟ 2 ତାରିଖ ସୁଦ୍ଧା ଦେଶରେ ମୋଟ 32,000 ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗତବର୍ଷ ଏହି ସମୟ ସୁଦ୍ଧା ଦେଶରେ 18,391 ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ସରକାର ସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ନିୟମିତ ଭାବେ ଏଥିରେ ସମ୍ପୃକ୍ତ ଅଂଶୀଦାରଙ୍କ ସହିତ ସମୀକ୍ଷା କରୁଛନ୍ତି ବୋଲି ଶ୍ରୀ ଯାଦବ କହିଛନ୍ତି। ସେହିଭଳି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଚଳିତ ବର୍ଷ ଜୁନ୍ 30 ତାରିଖ ସୁଦ୍ଧା 34 କୋଟିରୁ ଉର୍ଦ୍ଧ୍ୱ ଆୟୁଷ୍ମାନ କାର୍ଡ ସୃଷ୍ଟି କରାଯାଇଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଆଜି ଲୋକସଭାରେ ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଏହି ଯୋଜନା ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ବ୍ୟତୀତ ଦେଶର 33ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନାରେ ପରିବାର ପିଛା 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ହିତାଧିକାରୀମାନେ 29,000ରୁ ଉର୍ଦ୍ଧ୍ୱ ପଞ୍ଜୀକୃତ ହସ୍ପିଟାଲରେ ନଗଦ ବିହୀନ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଶ୍ରୀ ଯାଦବ କହିଛନ୍ତି। ପିଏମ୍ କେୟାର୍ସ ଯୋଜନା ଅଧୀନରେ 4,532 ଜଣ ଶିଶୁ ଉପକୃତ ହୋଇଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଜି ଲୋକସଭାରେ ସୂଚନା ଦେଇଛନ୍ତି। ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି କୋଭିଡ୍-19 ମହାମାରୀ ସମୟରେ ନିଜର ପିତାମାତାଙ୍କୁ ହରାଇଥିବା ଶିଶୁଙ୍କର ଯତ୍ନ ନେବା ସହିତ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ମହାରାଷ୍ଟ୍ରରୁ ସର୍ବାଧିକ 855 ଜଣ, ଉତ୍ତରପ୍ରଦେଶର 467 ଏବଂ ମଧ୍ୟପ୍ରଦେଶର 433 ଜଣ ଶିଶୁ ଏହି ଯୋଜନାରେ ଉପକୃତ ହୋଇଛନ୍ତି ବୋଲି ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି। ଭାରତ 80 କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଆଣିଥିବା ବେଳେ 25 କୋଟି ଲୋକଙ୍କୁ ବହୁମୁଖୀ ଦାରିଦ୍ର୍ୟତାରୁ ମୁକୁଳାଇଥିବାରୁ ମିଳିତ ଜାତିସଂଘ ସାଧାରଣ ପରିଷଦ ଅଧ୍ୟକ୍ଷ ଡେନିସ୍ ଫ୍ରାନ୍ସିସ୍ ପ୍ରଶଂସା କରିଛନ୍ତି ବୋଲି ବିଜେପି କହିଛି। ଆଜି ନୂଆଦିଲ୍ଲୀଠାରେ ଦଳର ବରିଷ୍ଠ ନେତା ରାଜୀବ ଚନ୍ଦ୍ରଶେଖର ଗଣମାଧ୍ୟମକୁ ସମ୍ବୋଧନ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଡିଜିଟାଲାଇଜେସନ୍ ଏବଂ ମୋବାଇଲ୍ ଫୋନ୍ କିଭଳି 80 କୋଟି ଲୋକଙ୍କର ଜୀବନଶୈଳୀରେ ଉଲ୍ଲେଖନୀୟ ଉନ୍ନତି ଆଣିପାରିଛି ସେ ସମ୍ପର୍କରେ ଶ୍ରୀ ଫ୍ରାନ୍ସିସ୍ ମୁଖ୍ୟତଃ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଡିଜିଟାଲ ବିପ୍ଳବ, ଗରିବ ଲୋକଙ୍କ ସୁହାଇବା ଭଳି ନୀତି ସମେତ ଗତ ଏକ ଦଶନ୍ଧି ଧରି ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ଚନ୍ଦ୍ରଶେଖର କହିଛନ୍ତି। ସେ କହିଛନ୍ତି ଏହାଦ୍ୱାରା ଦେଶର 90 କୋଟି ଲୋକଙ୍କ ନିକଟରେ ଇଣ୍ଟରନେଟ୍ ପହଞ୍ଚିଥିବା ବେଳେ 52 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ନିକଟରେ ବ୍ୟାଙ୍କିଂ ସୁବିଧା ଉପଲବ୍ଧ ହୋଇପାରିଛି। ଏଥର କିଛି ସମ୍ବାଦ ଅଲିମ୍ପିକ୍ସ ପ୍ରତିଯୋଗିତାରୁ। ପ୍ୟାରିସ୍ ଅଲିମ୍ପିକ୍ସରେ ପୁଲ୍ ବି ମ୍ୟାଚ୍ରେ ଭାରତୀୟ ଦଳ 3-2 ଗୋଲ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ 2ଟି ଏବଂ ଅଭିଷେକ ଗୋଟିଏ ଗୋଲ୍ ଦେଇଥିଲେ। ଏଥିସହ 10 ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନ ହାସଲ କରି ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। 1972 ମସିହା ପରେ ପ୍ରଥମ ଥର ପାଇଁ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ଜଣାପଡ଼ିଛି। କ୍ରିକେଟ୍। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଚାଲିଥିବା ଏକ ଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଶ୍ରୀଲଙ୍କା ଭାରତ ସମ୍ମୁଖରେ 231 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଶ୍ରୀଲଙ୍କା ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 8 ୱିକେଟ୍ ହରାଇ 230 ରନ୍ କରିଥିଲା। ଦଳ ପକ୍ଷରୁ ଦୁନିତ ୱାଲାଲାଘେ 65ଟି ବଲ୍ରୁ ସର୍ବାଧିକ 67 ରନ୍ କରି ଅପରାଜିତ ରହିଛନ୍ତି। ସେହିଭଳି ପାଥୋମ୍ ନିଶାଙ୍କା 56 ରନ୍ କରିଛନ୍ତି। ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ଅକ୍ଷର ପଟେଲ 2ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି। ଏହାଛଡ଼ା ମହମ୍ମଦ ସିରାଜ, ଶିବମ୍ ଦୁବେ, କୁଲଦୀପ ଯାଦବ ଓ ୱାଶିଂଟନ୍ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ସମ୍ବାଦଟି ପ୍ରସ୍ତୁତ ହେବା ସମୟରେ ଭାରତ ବ୍ୟାଟିଂ ଆରମ୍ଭ କରି 11 ଓଭରରେ କୌଣସି ୱିକେଟ୍ ନ ହରାଇ 74 ରନ୍ କରିଛି। ଦୁଇ ଦେଶ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳା ଆଜିଠାରୁ ଆରମ୍ଭ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ରାଜ୍ୟପାଳମାନେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶର କୃଷକମାନଙ୍କ କଲ୍ୟାଣ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ କହିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ। ଏବଂ
କଲମ୍ବୋରେ ଚାଲିଥିବା ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ ସମ୍ମୁଖରେ 231 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଶ୍ରୀଲଙ୍କା। ସମ୍ବାଦ ଆଜି ପାଇଁ ଏତିକି।